Welcome to Nilo Koliboro. ନମସ୍କାର। ଆଜି ଆମେ ଏକାଠି ବସି ଓଡ଼ିଆ ସାହିତ୍ୟର ଗୋଟେ ବହୁତ ସୁନ୍ଦର କବିତା, ହଁ, କବିବର ରାଧାନାଥ ରାୟଙ୍କ ଚିଲିକାରେ ସାୟନ୍ତନ ବିଷୟରେ କିଛି କଥା ହେବା। ନମସ୍କାର। ହଁ, ଏ କବିତାଟି ପ୍ରକୃତରେ ଓଡ଼ିଆ ସାହିତ୍ୟର ଏକ ଅମୂଲ୍ୟ ରତ୍ନ। ଆମ ପାଖରେ କବିତାର କିଛି ମୁଖ୍ୟ ଅଂଶ ଅଛି, ଆଉ ତାର କିଛି ଶବ୍ଦାର୍ଥ, ଆଉ ଆମେ ଚେଷ୍ଟା କରିବା ଏହାକୁ ଭଲ ଭାବରେ ବୁଝିବା ପାଇଁ। ଏକଦମ। ଆମର ଲକ୍ଷ୍ୟ ରହିବ ଏ କବିତାର ଯେଉଁ ସୌନ୍ଦର୍ଯ୍ୟ ଅଛି, ତାର ଭାବ, ତା ଭିତରେ ଥିବା ଚିତ୍ର, ସେସବୁକୁ ଏମିତି ଭାବରେ କହିବା। ହଁ, ଯେମିତି ସମସ୍ତେ, ବିଶେଷ କରି ଯେଉଁମାନେ ବୋଧେ ଏତେ କ୍ଲାସିକ୍ ସାହିତ୍ୟ ସହ ପରିଚିତ ନୁହନ୍ତି, ସେମାନେ ବି ସହଜରେ ବୁଝିପାରିବେ। ସେଇଆ, ଏକଦମ ସରଳ ଭାଷାରେ। ତେବେ ଆରମ୍ଭ କରିବା ଆଗରୁ କବି ରାଧାନାଥ ରାୟଙ୍କ ବିଷୟରେ ଦୀପଦ କହିଦେବା କି? ହଁ, ନିଶ୍ଚୟ। ରାଧାନାଥ ରାୟ, ତାଙ୍କର ସମୟ ହେଲା 1848ରୁ 1908। ଆଧୁନିକ ଓଡ଼ିଆ କାବ୍ୟ କହିଲେ ତାଙ୍କୁ ହିଁ ମୂଳଦୁଆ ପକାଇଥିବା କବି ଭାବେ ଗଣାଯାଏ। ହଁ, ବାଲେଶ୍ୱର ପାଖରେ କେଦାରପୁରରେ ଜନ୍ମ, ଆଉ ସେ ତ ଶିକ୍ଷା ବିଭାଗରେ ବି ଥିଲେ। ଠିକ୍, ଇନ୍ସପେକ୍ଟର ଥିଲେ। ଆଉ ତାଙ୍କ ଲେଖାରୁ ତ କେତେ ଯେ କାଳଜୟୀ କୃତି ବାହାରିଛି, କେଦାରଗୌରୀ, ଚନ୍ଦ୍ରଭାଗା, ନନ୍ଦିକେଶ୍ୱରୀ। ଉଷା, ପାର୍ବତୀ, ମହାଯାତ୍ରା। ଆଉ ଆମେ ଆଜି ଯୋଉଟା ପଢ଼ିବା, ସେଇ ଚିଲିକା ଖଣ୍ଡକାବ୍ୟ। ହଁ, ସେଇ ଚିଲିକା ଖଣ୍ଡ କାବ୍ୟରୁ ହିଁ ଏ ଅଂଶଟି ନିଆଯାଇଛି, ଚିଲିକାରେ ସାୟନ୍ତନ। ଆଚ୍ଛା, ତେବେ ଏଇ କବିତାର ମୁଖ୍ୟ ବିଷୟ କ'ଣ? ଖାଲି ଚିଲିକାର ସନ୍ଧ୍ୟାବେଳ ବର୍ଣ୍ଣନା? ନା ନା, ତାଠୁ ବହୁତ ବେଶୀ। ଦେଖନ୍ତୁ, ମୂଳତଃ ତ ଏହା ଚିଲିକାର ସନ୍ଧ୍ୟାବେଳାର ସେଇ ମନଲୋଭା ଦୃଶ୍ୟ ଉପରେ ଆଧାରିତ, ସେଥିରେ ସନ୍ଦେହ ନାହିଁ। ହଁ। କିନ୍ତୁ କବି ଏହା ଭିତରେ ଆହୁରି କେତେ କଥା ଭରି ଦେଇଛନ୍ତି, ଯେମିତି ମଣିଷର ଭାବନା, ତାପରେ କବି ସୂର୍ଯ୍ୟ ବଳଦେବ ରଥଙ୍କର ସ୍ମରଣ। ଓହୋ, କବି ସୂର୍ଯ୍ୟଙ୍କ କଥା ବି ଅଛି ଏଥିରେ। ଏକଦମ, ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି, ଆଉ ଜୀବନର କିଛି ଗଭୀର ଅନୁଭବ, ଏମିତିକି ଟିକେ ଜାତୀୟତାର ଭାବନା ବି ଛୁଇଁ ଯାଇଛନ୍ତି। ବାଃ, ମାନେ ପ୍ରକୃତି, ମଣିଷ, ସାହିତ୍ୟ ସବୁର ମିଶ୍ରଣ। ସେଇଆ, ଗୋଟେ ସୁନ୍ଦର ମିଳନ କହିପାରିବେ। ଶୁଣିବାକୁ ବହୁତ ଭଲ ଲାଗୁଛି। ଚାଲନ୍ତୁ ତାହେଲେ ଆଉ ଡେରି ନ କରି କବିତାର ପଦ ଭିତରକୁ ଯିବା। ପ୍ରଥମ ପଦରୁ ଆରମ୍ଭ କରିବା। ହଁ, ଆରମ୍ଭ କରନ୍ତୁ। କବି ଲେଖୁଛନ୍ତି, ପ୍ରାଚୀମୂଳେ ଏବେ ମିନଜୀବୀ ନାବେ, ଛାୟାକାରେ ଚିତ୍ର ଦିଶେ ଠାବେ ଠାବେ। ଏଇ ପ୍ରଥମ ଧାଡ଼ି ଦୁଇଟା, ଏଠି ପ୍ରାଚୀର ଅର୍ଥ କ'ଣ? ପ୍ରାଚୀ ମାନେ ହେଲା ପୂର୍ବ ଦିଗ, ସୂର୍ଯ୍ୟ ଉଇବା ଦିଗ, କିନ୍ତୁ ଏଠି ସନ୍ଧ୍ୟା କଥା କୁହାଯାଉଛି ତ ପୂର୍ବ ଦିଗ ଆଡ଼କୁ। ହଁ, ସେଇ ପୂର୍ବ ଦିଗ ଆଡ଼ୁ ମିନଜୀବୀ ମାନେ? ମାଛ ଧରାଳି ନା? ଏକଦମ, ଯେଉଁମାନେ ମାଛ ଧରି ଜୀବିକା ନିର୍ବାହ କରନ୍ତି। ହୁଁ, ତାଙ୍କର ନାଅ ବା ଡଙ୍ଗା, ନାବେ, ସେଗୁଡ଼ାକ ଏବେ ଛାଇ ଭଳି ଛାୟାକାରେ ଦିଶୁଛି। ମାନେ ପୁରା ସ୍ପଷ୍ଟ ନୁହେଁ, ସନ୍ଧ୍ୟା ହେଇ ଆସୁଛି ତ କେଉଁଠି କେମିତି ଚିତ୍ର ଆଙ୍କିଲା ପରି ଦେଖାଯାଉଛି। ହଁ, ଗୋଟେ ବହୁତ ଶାନ୍ତ ଧୀର ପରିବେଶର ଚିତ୍ର ଅଙ୍କୁଛନ୍ତି କବି ଆରମ୍ଭରୁ। ହୁଁ, ଆଗକୁ ପଢ଼ନ୍ତୁ। ଆଗକୁ ଅଛି, ମଙ୍ଗ ଧରି ସେଉ ସମୁଦ୍ର ମୁହାଣେ, ନିଜ ଗୃହ କଥା ଭାବି ଏକ ଧ୍ୟାନେ। ଏଇ ମଙ୍ଗ କ'ଣ? ମଙ୍ଗ ହେଲା ସେଇଟା ଯାହାକୁ ଧରି ଡଙ୍ଗାର ଦିଗ ଠିକ୍ କରନ୍ତି। ଟିଲର କହନ୍ତି ବୋଧେ। ସେଇ ମଙ୍ଗ ଧରି ସେମାନେ ଯାଉଛନ୍ତି ସମୁଦ୍ର ମୁହାଣେ ଆଡ଼କୁ। ଓହୋ, ଆଉ ସେମାନେ ଯିବାବେଳେ କ'ଣ ଭାବୁଛନ୍ତି? ସେୟା ତ କବି କହୁଛନ୍ତି, ନିଜ ଘର କଥା ଭାବୁଛନ୍ତି, ପୁରା ଏକ ମନରେ, ଏକା ଧ୍ୟାନେ। ଦିନସାରା କାମ ପରେ ଘରକୁ ଫେରିବାର ସମୟ। ଏଇଠି ଦେଖନ୍ତୁ, ପ୍ରକୃତି ବର୍ଣ୍ଣନା ସାଙ୍ଗକୁ ମଣିଷର ମନ କଥା ବି ଯୋଡ଼ି ହେଇଗଲା। ସତରେ। ଆଉ ପଦର ଶେଷ ଦୁଇ ଧାଡ଼ି, ଭାଲେରୀ ଶିଖରେ ସନ୍ଧ୍ୟା ତାରା ଦେଖି ଆସନ୍ତ ପଟିକା ମହଲ୍ଲା ଆସେ ଟେକି। ଏ ଭାଲେରୀ କ'ଣ? କୌଣସି ଜାଗା? ହଁ, ଭାଲେରୀ ହେଉଛି ଚିଲିକା ପାଖରେ ଥିବା ଗୋଟେ ପାହାଡ଼ର ନାଁ। ତାରି ଶିଖରରେ ବା ଚୂଡ଼ାରେ ସନ୍ଧ୍ୟା ତାରା ଦେଖାଗଲାଣି। ଆଚ୍ଛା, ଆଉ ସେଇଟା ଦେଖିକି କ'ଣ ହେଲା? ସେଇଟା ଦେଖିବା ମାତ୍ରେ ମୀନଜୀବୀମାନେ ପୁରା ଖୁସି ହେଇଗଲେ। ମହଲ୍ଲା ସେମାନେ ବହୁତ ଆନନ୍ଦରେ। ଆନନ୍ଦରେ କ'ଣ କଲେ? ପଟିକା ଟେକିଲେ ମାନେ? ପଟିକା ହେଲା ଡଙ୍ଗାର ପାଲ। ସେଇ ପାଲକୁ ଉଠେଇଦେଲେ। ପବନରେ ଯେମିତି ଡଙ୍ଗା ଜୋରେ ଯିବ, ଶୀଘ୍ର ଘରକୁ ପହଞ୍ଚିବେ। ସେମାନଙ୍କ ମନରେ ଗୋଟେ ଉଲ୍ଲାସ। ବୁଝିଲି, ପୁରା ଗୋଟେ ଜୀବନ୍ତ ଚିତ୍ର। ତେବେ ଏ ପଦରେ କିଛି ମୁଖ୍ୟ ଶବ୍ଦ ମନେ ରଖିବା ଦରକାର ନା? ନିଶ୍ଚୟ। ଯେମିତି ପ୍ରାଚୀ ପୂର୍ବ ଦିଗ, ମୀନଜୀବୀ ମାଛ ଧରାଳି, ଛାୟାକାରେ ଛାଇ ପରି, ଭାଲେରୀ ପର୍ବତର ନାଁ, ପଟିକା ପାଲ, ଆଉ ମହଲ୍ଲା ସେ ବହୁତ ଖୁସିରେ। କେତେ ସରଳ ଶବ୍ଦରେ କବି ପୁରା ଦୃଶ୍ୟଟା ଆଖି ଆଗରେ ରଖିଦେଲେ। ହଁ, ମୀନଜୀବୀମାନେ ତ ଖୁସିରେ ଘରମୁହାଁ ହେଲେ। କିନ୍ତୁ କବି କ'ଣ ଖାଲି ସେଇ ଚିତ୍ରରେ ରହିଯାଇଛନ୍ତି, ନା ଆଉ କିଛି ଅଛି? ନା ନା,
ଆଗକୁ ଆହୁରି ସୁନ୍ଦର କଥା ଅଛି। ଏବେ କବି ଆମ କାନକୁ ଶୁଣାଉଛନ୍ତି ଚିଲିକାର ପବନରେ କିଛି ସୁନ୍ଦର ସଙ୍ଗୀତ ଭାସି ଆସୁଛି। ଦ୍ୱିତୀୟ ପଦ ଦେଖିବା। ହଁ, ପଢ଼ୁଛି। ତାଙ୍କ କଣ୍ଠେ କବି ସୂର୍ଯ୍ୟଂ ଗୀତାମୃତ ଦୂରୁ ବହି ଆଣେ ଚିଲିକା ମାରୁତ। ଏଠି ମାରୁତ ମାନେ ପବନ ନା? ଏକଦମ ଚିଲିକାର ପବନ। ଆଉ ସେ ପବନ କଣ ବହି ଆଣୁଛି? କବି ସୂର୍ଯ୍ୟଙ୍କ ଗୀତାମୃତ ମାନେ ଅମୃତ ଭରି ଗୀତ। କବି ସୂର୍ଯ୍ୟ ବଳଦେବ ରଥ। ହଁ, ସେଇ ମହାନ କବି, ଗୀତିକାର। ତାଙ୍କର ଅମୃତମୟ ଗୀତ। କବି କଳ୍ପନା କରୁଛନ୍ତି ଯେମିତି ସେ ଗୀତ ଦୂରୁ କୋଉଠୁ ପବନରେ ଭାସି ଆସୁଛି। ବୋଧେ କେହି ମୀନଜୀବୀ ଗାଉଥିବେ ବା? କିମ୍ବା ପାଖ ଗାଁରୁ ଶୁଭୁଥିବ। ଆଉ କବି ସୂର୍ଯ୍ୟଙ୍କର ତ ସେଇ କିଶୋର ଚନ୍ଦ୍ରାନନ୍ଦମ ଚମ୍ପୁ ବହୁତ ପ୍ରସିଦ୍ଧ। ହଁ, ସେଇ ଚମ୍ପୁର ଗୀତ ହୋଇପାରେ। ଆଉ ଏଇ ଗୀତର ପ୍ରଭାବ କ'ଣ ପଡ଼ୁଛି ପରିବେଶ ଉପରେ? ପରଧାଡ଼ି ଦେଖନ୍ତୁ। ଉଲ୍ଲାସର ଆତ୍ମା ପ୍ରାୟ ଗୀତ ତାନ ହୃଦ ନୀଳ ବକ୍ଷେ କରେ ଅଧିଷ୍ଠାନ। ବା ଏ ଗୀତ ତାନ ମାନେ ଗୀତର ସ୍ୱର ନା? ହଁ, ଗୀତର ସ୍ୱର ବା ଲହରୀ ସେଇଟା ଏତେ ଖୁସି ଦେଉଛି ଯେ ଲାଗୁଛି ଯେମିତି ସେ ଆନନ୍ଦ ବା ଉଲ୍ଲାସର ଆତ୍ମା। ଆଉ ସେ ଆତ୍ମା କୋଉଠି ଅଛି? ହୃଦର ନୀଳ ବକ୍ଷେ ମାନେ ଚିଲିକାର ନୀଳ ପାଣି ଉପରେ। ବକ୍ଷ ମାନେ ଛାତି, କିନ୍ତୁ ଏଠି ହୃଦର ପୃଷ୍ଠଭାଗ। ସେଠି ଅଧିଷ୍ଠାନ କରୁଛି ମାନେ ବାସ କରୁଛି। କେତେ ସୁନ୍ଦର କଳ୍ପନା! ସଙ୍ଗୀତ ଯେମିତି ପୁରା ଚିଲିକାକୁ ଆବରି ରଖିଛି। ଆଉ ସେତିକି ବେଳେ ଆଉ ଗୋଟେ ଦୃଶ୍ୟ। ହସନ୍ତି ଚୌଦିଗେ ମଧୁର ହାସିନୀ ଦିଗଙ୍ଗନା ଜ୍ୟୋତ୍ସ୍ନା ଦୁକୁଳ ବାସିନୀ। ଏ ଦିଗଙ୍ଗନା କିଏ? ଦିଗଙ୍ଗନା ମାନେ ଦିଗରୂପକ ନାରୀ ବା ଦେବୀ। କବି ଏଠି ପ୍ରକୃତିକୁ ମଣିଷ ପରି ଦେଖୁଛନ୍ତି। ଚାରିଦିଗର ଦେବୀମାନେ ହସୁଛନ୍ତି। କାହିଁକି ହସୁଛନ୍ତି? ଜ୍ୟୋତ୍ସ୍ନା ଦୁକୁଳ ବାସିନୀ ହୋଇଥିବାରୁ। ଏହାର ମାନେ କ'ଣ? ଜ୍ୟୋତ୍ସ୍ନା ତ ଜହ୍ନ ଆଲୁଅ, ଆଉ ଦୁକୁଳ ହେଲା ପାଟଲୁଗା। ତ ସେ ଦିଗଙ୍ଗନା ମାନେ ଜହ୍ନ ଆଲୁଅ ରୂପକ ପାଟ ଶାଢ଼ୀ ପିନ୍ଧିଛନ୍ତି। ହୋ, ମାନେ ସିଧା କଥା ହେଲା ଚାରିଆଡ଼େ ସୁନ୍ଦର ଜହ୍ନ ଆଲୁଅ ପଡ଼ିଛି ଆଉ ପରିବେଶଟା ବହୁତ ଭଲ ଲାଗୁଛି। ଏକଦମ। ଏ ପଦରେ ଦେଖନ୍ତୁ କବି ଦୃଶ୍ୟ ସାଙ୍ଗକୁ ଶବ୍ଦ, ଗୀତ ଆଉ ଆଲୋକ, ଜ୍ୟୋତ୍ସ୍ନା ସବୁକୁ ମିଶେଇ ଗୋଟେ ପୂର୍ଣ୍ଣ ଅନୁଭୂତି ତିଆରି କରୁଛନ୍ତି। ଏଠି ତାହେଲେ ଗୀତାମୃତ, ମାରୁତ, ଗୀତତାନ, ଅଧିଷ୍ଠାନ, ଦିଗଙ୍ଗନା, ଜ୍ୟୋତ୍ସ୍ନା, ଦୁକୁଳ ଏ ଶବ୍ଦଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ। ହଁ, ନିଶ୍ଚୟ। କବି ସୂର୍ଯ୍ୟଙ୍କ ଗୀତ ଶୁଣି ତ ମନ ଖୁସି ହେଲା, କିନ୍ତୁ ସଙ୍ଗୀତ ଶୁଣିଲେ କ'ଣ ଖାଲି ଖୁସି ଲାଗେ ନା ଆଉ କିଛି ଭାବନା ଆସେ? ସେଇଆ ତ। ବେଳେବେଳେ ସଙ୍ଗୀତ ଆମକୁ ଗଭୀର ଚିନ୍ତା ଭିତରକୁ ବି ନେଇଯାଏ। ତୃତୀୟ ପଦରେ ସେମିତି କିଛି ଅଛି। ପଡ଼ୁଛି ଭାବାନ୍ତର ପୁଣି କ୍ଷଣେ କରେ ଜାତ ଗଲାଣି ତ ଗଲା କଥାରେ ସଙ୍ଗାତ। ଏ ଭାବାନ୍ତର ମାନେ କ'ଣ? ଭାବାନ୍ତର ମାନେ ହେଲା ଭାବର ପରିବର୍ତ୍ତନ, ମନର ଅବସ୍ଥା ବଦଳିଯିବା। ସେଇ ଗୀତ ଶୁଣୁ ଶୁଣୁ ହଠାତ୍ କବିଙ୍କ ମନରେ ଆଉ ଗୋଟେ ଭାବ ଆସିଲା। କୋଉ ଭାବ? ଏଇ ଯୋଉ ଲାଇନଟା ଅଛି, ଗଲାଣି ତ ଗଲା କଥାରେ ସଙ୍ଗାତ, ଏଇଟା କାହାର? ଏଇଟା ସେଇ କବିସୂର୍ଯ୍ୟଙ୍କର ପ୍ରସିଦ୍ଧ ଚମ୍ପୁର ଗୋଟେ ପଦ। ଗ ଅକ୍ଷରର ଆରମ୍ଭ ହୋଇଥିବା ଗୀତରୁ ସଙ୍ଗାତ ମାନେ ତ ବନ୍ଧୁ, ଅତୀତକୁ ନେଇ ବ୍ୟସ୍ତ ନ ହୋଇ ବର୍ତ୍ତମାନରେ ବଞ୍ଚିବାର ଏକ ବାର୍ତ୍ତା। ଦେଖିଲେ କେମିତି ଗୀତରୁ ଦର୍ଶନକୁ ଆସିଗଲେ କବି। ଆଉ ଏହି ଭାବନା ଆଉ ସଙ୍ଗୀତର ପ୍ରଭାବରେ ମନର ଅବସ୍ଥା କ'ଣ ହେଉଛି? ତାପର ଧାରିରେ ଅଛି ସଙ୍ଗୀତ ଆବେଗେ ନାନା ରୂପେ ମନ ଅତୀନ୍ଦ୍ରିୟ ଦେଶେ କରେ ବିଚରଣ। ଆବେଗ ମାନେ ଏଠି ସେଇ ଭାବପ୍ରବଣତା। ହଁ, ସେଇ ସଙ୍ଗୀତର ଭାବରେ ମନ କ'ଣ କରୁଛି? ଅତୀନ୍ଦ୍ରିୟ ଦେଶ ମାନେ? ଅତୀନ୍ଦ୍ରିୟ ମାନେ ଯାହା ଆମ ଇନ୍ଦ୍ରିୟ, ଆଖି, କାନ, ନାକ ଆଦି ଦ୍ୱାରା ଅନୁଭବ ହୁଏ ନାହିଁ। ଇନ୍ଦ୍ରିୟର ସୀମା ବାହାରେ ସେମିତି ଏକ ଅଲଗା ଦୁନିଆରେ ମନ ବୁଲୁଛି, ବିଚରଣ। ମାନେ ଗୋଟେ ପ୍ରକାର ଧ୍ୟାନରେ ଥିଲା ଭଳି? କିଛିଟା ସେମିତି ଏକ ଗଭୀର ଅନ୍ତର୍ମୁଖୀ ଅବସ୍ଥା। ଆଉ ସେ ଅବସ୍ଥାରେ ମନ କ'ଣ ଖୋଜୁଛି? ଶେଷ ଧାଡ଼ିରେ ଅଛି ଚାଲିଯାଏ ଶୂନ୍ୟେ ଶୂନ୍ୟେ କେଉଁ ସ୍ଥାନେ କି ଲୋଡ଼ିବା ଆସେ ସେହି ତା ନ ଜାଣେ। ହଁ, ମନଟା କ'ଣ ଖୋଜୁଛି, କି ଲୋଢ଼ିବା ଆସେ, କୁଆଡ଼େ ଯାଉଛି ସେ ନିଜେ ବି ଜାଣିନି। ଏକ ରହସ୍ୟମୟ ଅନୁଭବ। ସଙ୍ଗୀତର ଏମିତି ବି ପ୍ରଭାବ ଥାଏ। ଏ ପଦରେ ତାହେଲେ ଭାବାନ୍ତର, ସଙ୍ଗାତ, ଆବେଗ, ଅତୀନ୍ଦ୍ରିୟ, ବିଚରଣ ଏ ଶବ୍ଦଗୁଡ଼ିକ ମୁଖ୍ୟ। ହଁ, କବି ଖାଲି ବାହାର ଦୁନିଆ ନୁହେଁ, ମନ ଭିତରର କଥା ବି କହୁଛନ୍ତି। ଆଚ୍ଛା, କବି ସୂର୍ଯ୍ୟଙ୍କ କଥା ଯେତେବେଳେ ପଢ଼ିଲା, ରାଧାନାଥ ତାଙ୍କ ପ୍ରତି କେମିତି ସମ୍ମାନ ଦେଖାଇଛନ୍ତି ସେ କଥା ବି ତ ଅଛି ଚତୁର୍ଥ ପଦରେ ବୋଧେ। ଏକଦମ। ଦେଖନ୍ତୁ କେତେ ସୁନ୍ଦର ଭାବରେ କହୁଛନ୍ତି। ଧନ୍ୟ ସେହି ଯାର ଆଜ୍ଞା ଶିରେ ଧରି ଏ ଲୀଳା ରଚନ୍ତି ଦେବୀ ବାଗୀଶ୍ୱରୀ।
ଏ ବାଗୀଶ୍ୱରୀ କିଏ? ବାଗୀଶ୍ୱରୀ ହେଲେ ବିଦ୍ୟାର ଦେବୀ ମା ସରସ୍ୱତୀ। ବାକ୍ ପ୍ଲସ୍ ଈଶ୍ୱରୀ ଇଜ୍ ଇକ୍ୱାଲ୍ ଟୁ ବାଗୀଶ୍ୱରୀ, ମାନେ ବାଣୀ ବା କଥାର ଦେବୀ। ଓହୋ, ତେବେ କବି କହୁଛନ୍ତି ସେଇ କବିସୂର୍ଯ୍ୟ ଧନ୍ୟ ଯାହାଙ୍କ ଆଦେଶରେ ସ୍ୱୟଂ ସରସ୍ୱତୀ ଏମିତି ସୁନ୍ଦର କାବ୍ୟ ଏ ଲୀଳା ରଚନା କରୁଛନ୍ତି। କେତେ ବଡ଼ ପ୍ରଶଂସା! ଏହା କବିସୂର୍ଯ୍ୟଙ୍କ ପ୍ରତିଭାକୁ ସମ୍ମାନ। ଆହୁରି କ'ଣ କହୁଛନ୍ତି ଦେଖନ୍ତୁ। ଧନ୍ୟରେ ତୁମ୍ଭ ଜନମ ଶୁଭ୍ରକ୍ଷଣେ ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ। ହଁ। ଉତ୍କଳ ଭୁବନେ ମାନେ ଆମ ଓଡ଼ିଶା। ହଁ, ଓଡ଼ିଶା ଭୂମି। କବି କହୁଛନ୍ତି, ହେ କବିସୂର୍ଯ୍ୟ, ତୁମ ଜନ୍ମ ଓଡ଼ିଶା ପାଇଁ ଶୁଭ ଥିଲା, ଆଉ ତୁମେ ଏଠି ମୃତ୍ୟୁଞ୍ଜୟ। ମୃତ୍ୟୁଞ୍ଜୟ ମାନେ ଯିଏ ମୃତ୍ୟୁକୁ ଜୟ କରିଛି, ଅମର। ସିଆ, ନିଜ କାମ ବଳରେ, ନିଜ ସୃଷ୍ଟି ବଳରେ ତୁମେ ଅମର ହୋଇ ରହିଛ। ଏଇ ଅମରତ୍ୱ କଥାଟାକୁ ଆହୁରି ସ୍ପଷ୍ଟ କରିଛନ୍ତି ଶେଷ ଧାଡ଼ିରେ। ତୁମ୍ଭ ମାଟି ଦେହ ଗ୍ରାସିଛି ଶ୍ମଶାନ, ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ। ହଁ, ତୁମର ପାର୍ଥିବ ଶରୀର, ମାଟିର ଦେହ, ତାକୁ ଶ୍ମଶାନେ ନେଇଯାଇଛି ସତ, ମାନେ ତୁମର ମୃତ୍ୟୁ ହୋଇଛି। କିନ୍ତୁ ଯଶୋଦେହେ, ଯଶ ବା କୀର୍ତ୍ତି ରୂପକ ଶରୀରରେ ଏକଦମ, ତୁମେ ନିଜ କୀର୍ତ୍ତି ବା ଯଶ ରୂପକ ଦେହରେ ଚିରକାଳ ପାଇଁ ଦୀର୍ଘଜୀବୀ, ଆୟୁଷ୍ମାନ ହୋଇ ରହିଛ। ବାଃ, ମାନେ ଜଣେ ସ୍ରଷ୍ଟାର ସୃଷ୍ଟି ହିଁ ତାକୁ ଅମର କରି ରଖେ। କେତେ ସୁନ୍ଦର ଭାବରେ କହିଛନ୍ତି। ସତରେ, ଏ ପଦରେ ବାଗୀଶ୍ୱରୀ, ମୃତ୍ୟୁଞ୍ଜୟ, ଉତ୍କଳ ଭୁବନ, ଯଶୋଦେହ, ଆୟୁଷ୍ମାନ ଏ ଶବ୍ଦଗୁଡ଼ିକର ଗଭୀରତା ବହୁତ। ଏହା ଖାଲି କବିସୂର୍ଯ୍ୟଙ୍କ ପାଇଁ ନୁହଁ, ସବୁ କଳାକାରଙ୍କ ପାଇଁ ପ୍ରେରଣା। ଏହି ଶ୍ରଦ୍ଧାଞ୍ଜଳି ପରେ କବି ବୋଧେ ପୁଣି ଚିଲିକାର ସେଇ ରାତିର ଦୃଶ୍ୟକୁ ଫେରିଛନ୍ତି। ହଁ, ପଞ୍ଚମ ପଦରେ ପୁଣି ଚିଲିକାର ଆଉ ଏକ ଚିତ୍ର। ପଢ଼ୁଛି, ମୀନ ଆକର୍ଷଣ ଆଶେ ପୋତପାଳ ତରୁଣୀରେ ଜାଡ଼ିଦେଲାଣି ମଶାଲ। ଏ ପୋତପାଳ କିଏ? ପୋତ ମାନେ ଡଙ୍ଗା ବା ଜାହାଜ। ପୋତପାଳ ମାନେ ଯିଏ ଡଙ୍ଗା ଚଳାଏ, ନାଉରୀ। ଆଚ୍ଛା, ସେ ନାଉରୀ କ'ଣ କରୁଛି? ତରୁଣୀ ମାନେ ବି ଡଙ୍ଗା ନା? ହଁ, ତରୁଣୀ ମାନେ ଡଙ୍ଗା। ସେ ଡଙ୍ଗାରେ ମଶାଲ ଜାଳିଛି। କାହିଁକି? ଲେଖାଉଛି ମୀନ ଆକର୍ଷଣ ଆଶେ, ମାନେ ମାଛମାନଙ୍କୁ ଆକର୍ଷିତ କରିବା ପାଇଁ। ରାତିରେ ମାଛ ଧରିବାର ଏହା ଗୋଟେ ଉପାୟ ବୋଧେ। ଠିକ୍, ରାତିରେ ଆଲୁଅ ଦେଖି ମାଛମାନେ ଆସନ୍ତି। କିନ୍ତୁ କବି ଖାଲି ଏଇ କଥାଟା କହି ଅଟକି ନାହାନ୍ତି। ସେଇ ମଶାଲକୁ ନେଇ ଗୋଟେ ଗଭୀର କଥା କହୁଛନ୍ତି। କ'ଣ କହୁଛନ୍ତି? ଭବେ ପାପମୂର୍ତ୍ତି ପରି ଅଟେ ସେ, ସ୍ପର୍ଶେ ମାରାତ୍ମକ, ରୂପେ ରମ୍ୟ ଦିଶେ। ଏହାର ମାନେ? କବି କହୁଛନ୍ତି ସେଇ ମଶାଲଟା ସଂସାରରେ ଭାବେ ପାପର ଗୋଟେ ମୂର୍ତ୍ତି ବା ସ୍ୱରୂପ, ପାପମୂର୍ତ୍ତି ଭଳି। ପାପର ମୂର୍ତ୍ତି? କେମିତି? କାରଣ ଦେଖନ୍ତୁ, ସେ ମଶାଲକୁ ଛୁଇଁଲେ, ସ୍ପର୍ଶେ କ'ଣ ହବ? ସେ ପ୍ରାଣ ନେଇଯିବ, ମାରାତ୍ମକ। କିନ୍ତୁ ଦୂରରୁ ଦେଖିବାକୁ କେମିତି? ବହୁତ ସୁନ୍ଦର, ରମ୍ୟ ଦିଶେ। ହୋ, ଠିକ୍ ପାପ ଭଳି। ପାପର ଆକର୍ଷଣ ବାହାରକୁ ଭଲ ଲାଗେ, କିନ୍ତୁ ତାର ପରିଣାମ ଭୟଙ୍କର। ବାଃ, କି ତୁଳନା! ହଁ, ଆଉ ଏଇ ଭାବନାକୁ ଆହୁରି ଆଗକୁ ନେଇଛନ୍ତି। ପାପ ଗର୍ତ୍ତେ ଯେଉଁହ୍ନେ ପଡ଼େଇ ଅଜ୍ଞାନ, ତରି ଗର୍ଭେ ମିନେ ଦେବେ ପ୍ରାଣ। ଏଠି ଗର୍ତ୍ତ ମାନେ ଗାତ। ହଁ, ଯେମିତି ଜଣେ ଅଜ୍ଞାନ ଲୋକ, ଯିଏ ଭଲମନ୍ଦ ବୁଝିନି, ସେ ପାପର ବାହାର ଚାକଚକ୍ୟ ଦେଖି ପାପର ଗାତରେ, ପାପ ଗର୍ତ୍ତରେ ପଡ଼ିଯାଏ। ଠିକ୍ ସେମିତି ବିଚାରା ମାଛମାନେ, ମିନେ, ସେ ମଶାଲର ସୁନ୍ଦର ଆଲୁଅ ଦେଖି ଡଙ୍ଗା ଭିତରକୁ ତରି ଗର୍ଭେ ଆସି ପ୍ରାଣ ଦେବେ। ଦେଖିଲେ, ମଣିଷର ଅଜ୍ଞାନତା ଆଉ ମାଛର ଭାଗ୍ୟ ଦୁଇଟାକୁ କେମିତି ଏକାଠି କରିଦେଲେ। ଏଠି ପୋତପାଳ, ତରଣୀ, ମଶାଲ, ପାପମୂର୍ତ୍ତି, ମାରାତ୍ମକ, ରମ୍ୟ, ଗର୍ତ୍ତ, ତରିଗର୍ଭ ଏସବୁ ଶବ୍ଦ ଗୁରୁତ୍ୱପୂର୍ଣ୍ଣ। ଏହା ଖାଲି ଗୋଟେ ଦୃଶ୍ୟ ନୁହେଁ, ଜୀବନର ଗୋଟେ ବଡ଼ ଶିକ୍ଷା। ଯେଉଁଠି ଆକର୍ଷଣ, ସେଠି ବିପଦ ବି ଥାଇପାରେ। ଆଉ ଅଜ୍ଞାନତା ହିଁ ବିନାଶର କାରଣ ହୁଏ। ଆଚ୍ଛା, ସେ ମଶାଲ ଜଳୁଥିବା ଡଙ୍ଗାଟା ଚିଲିକାର ପାଣିରେ କେମିତି ଦିଶୁଛି? ଷଷ୍ଠ ପଦରେ ଅଛି ନା? ହଁ, ଅଛି। ତରଙ୍ଗେ ଦୋହଲି ଦୋହଲି ବୋଇତ ଥରେ ଦିଶେ, ଥରେ ହୁଏ ଅନ୍ତର୍ହିତ। ଏ ବୋଇତ ମାନେ ବି ଡଙ୍ଗା। ହଁ, ବୋଇତ ମାନେ ବି ଡଙ୍ଗା। ବିଶେଷ କରି ପୁରାଣା କାଳିଆ ବଡ଼ ଡଙ୍ଗାକୁ କୁହନ୍ତି। ସେ ଡଙ୍ଗାଟା ଚିଲିକାର ଢେଉରେ ତ ଦୋହିଲିବା ଯୋଗୁଁ କେତେବେଳେ ଦେଖାଯାଉଛି, ପୁଣି କେତେବେଳେ ଢେଉ ଭିତରେ ଲୁଚି ଯାଉଛି, ଅନ୍ତର୍ହିତ। ଏକଦମ। ଆଉ ସେ ଡଙ୍ଗାରେ ଯୋଉ ମଶାଲ ଜଳୁଛି, ତାର ନିଆଁ ଶିଖା କଥା କ'ଣ କହୁଛନ୍ତି ଦେଖନ୍ତୁ। ଦୁଃଖୀ ମାନେ ଆଶା ଉତ୍ଥାନ ପତନ ପ୍ରାୟ ଶିଖା ଉଠେ ପଡ଼େ ଘନ ଘନ। ବାଃ, ଏଠି ଆଉ ଗୋଟେ ତୁଳନା। ଆଉ କି ସୁନ୍ଦର ତୁଳନା। ମଶାଲର ନିଆଁ ଶିଖା ପବନରେ ବାରମ୍ବାର, ଘନ ଘନ,
କେତେବେଳେ ଜୋରେ ଜଳି ଉପରକୁ ଉଠୁଛି, କେତେବେଳେ ଦବିଯାଇ ତଳକୁ ପଡୁଛି। ଆଉ ଏଇଟା କାହା ଭଳି ନା ଜଣେ ଦୁଃଖୀ ଲୋକର ମନରେ ଆଶାର ଉଠାପଡ଼ା ଭଳି, ଉତ୍ଥାନ ପତନ ଭଳି। ଏକଦମ ଦୁଃଖୀ ଲୋକର ମନରେ ଆଶା ହଠାତ୍ ଆସେ, ପୁଣି ହଠାତ୍ କମିଯାଏ। ମଶାଲ ଶିଖା ବି ସେମିତି ଅସ୍ଥିର। କି ସୂକ୍ଷ୍ମ ଭାବେ ଦେଖିଛନ୍ତି କବି। ଏହାପରେ ପରିବେଶ କେମିତି ଶାନ୍ତ ହେଇଯାଉଛି ସେ କଥା ଅଛି। ନିଶାଗମେ କ୍ରମେ ଲୋକ କୋଳାହଳ ନିବର୍ତ୍ତି ଅବନୀ ହଉଛି ନିଶ୍ଚଳ। ହଁ, ନିଶାଗମ ମାନେ ରାତି ଆସିବା। ହଁ, ରାତି ଯେମିତି ବଢ଼ୁଛି ଲୋକମାନଙ୍କର ଯୋଉ ପାଟିତୁଣ୍ଡ କାମଦାମର ଶବ୍ଦ, ଲୋକ କୋଳାହଳ ଥିଲା, ସେ ସବୁ ଧୀରେ ଧୀରେ ବନ୍ଦ ହେଇଯାଉଛି, ନିବର୍ତ୍ତି। ଆଉ ପୁରା ପୃଥିବୀଟା ଯେମିତି ଅବନୀ, ଯେମିତି ଶାନ୍ତ ସ୍ଥିର ନିଶ୍ଚଳ ହେଇଯାଉଛି। ଘନ ଘନ ନିଶାଗମ, କୋଳାହଳ, ନିବର୍ତ୍ତି, ଅବନୀ, ନିଶ୍ଚଳ ଏ ଶବ୍ଦଗୁଡ଼ିକ ମିଶି ରାତିର ଗଭୀରତା ଆଉ ଶାନ୍ତିକୁ ବଢ଼େଇ ଦେଉଛନ୍ତି। ଆଉ ସେହି ଦୁଃଖୀ ମନର ଆଶା ସହ ମଶାଲ ଶିଖାର ତୁଳନା, ସେଇଟା କବିଙ୍କ ସମ୍ବେଦନଶୀଳତା ଦେଖାଉଛି। ନିଶ୍ଚୟ। ଏଇ ଯୋଉ ଶାନ୍ତ ନିଶ୍ଚଳ ରାତି ହେଲା, ସେଥିରେ ଝନ ଆଲୁଆର କି ଯାଦୁ ଅଛି, ସେ କଥା ବୋଧେ ସପ୍ତମ ପଦରେ ଅଛି। ହଁ, ଆଉ ଅତି ଚମତ୍କାର ଭାବରେ ଅଛି। ଜଳର ସ୍ଥଳ ନଭ ଜ୍ୟୋତ୍ସ୍ନା ପରିପ୍ଲୁତ ସୃଷ୍ଟି ଦିଶେ ଯେହ୍ନେ ପାରଦ ଢାଳୁତ। ଏଇ ଜ୍ୟୋତ୍ସ୍ନା ପରିପ୍ଲୁତ ମାନେ ଜହ୍ନ ଆଲୁଆରେ ପୁରା ବୁଢ଼ି ରହିଛି। କଣ କଣ ନା ଚିଲିକାର ପାଣି, ଜଳ, କୂଳରେ ଥିବା ମାଟି ସ୍ଥଳ, ଆଉ ଉପରେ ଥିବା ଆକାଶ ନଭ, ସବୁକିଛି ଜହ୍ନ ଆଲୁଆରେ ଭର୍ତ୍ତି। ଆଉ ଏତେ ଆଲୁଅ ଯେ ପୁରା ସୃଷ୍ଟିଟା କେମିତି ଦିଶୁଛି, ଯେମିତି ପାରଦ ଢାଳୁତା। ପାରଦ ମାନେ ମର୍କ୍ୟୁରୀ। ହଁ, ସେଇ ପାରଦ। ତରଳ ପାରଦ ଢାଳିଦେଲେ ଯେମିତି ଚିକ୍କଣ ରୂପା ପରି ଉଜ୍ଜ୍ୱଳ ଦିଶେ, ପୁରା ସୃଷ୍ଟିଟା ସେମିତି ଦିଶୁଛି। କି ଅଦ୍ଭୁତ କଳ୍ପନା। ପ୍ରକୃତରେ ଆଉ ଏ ପାରଦ ଭଳି ଚିକ୍କଣ ପାଣିରେ କ'ଣ ଦେଖାଯାଉଛି? ତାପରେ ଧାରିରେ ଅଛି ପ୍ରତିବିମ୍ବ ରାଜି ଦ୍ୱୀପ ଶୈଳ ତଳେ ସ୍ପଷ୍ଟାକାରେ ଶୋଭେ ହୃଦ ଅନ୍ତଃସ୍ଥଳେ। ଦ୍ୱୀପ ଶୈଳ ମାନେ ଚିଲିକା ଭିତରେ ଥିବା ଦ୍ୱୀପ ଆଉ ପାହାଡ଼। ହଁ, ସେମାନଙ୍କର ଯୋଉ ପ୍ରତିବିମ୍ବର ସମୂହ, ପ୍ରତିବିମ୍ବ ରାଜି, ସେଗୁଡ଼ିକ ହ୍ରଦର ସ୍ଥିର ପାଣି ଭିତରେ ହୃଦ ଅନ୍ତଃସ୍ଥଳେ ଅତି ସ୍ପଷ୍ଟ ଭାବରେ ସ୍ପଷ୍ଟାକାରେ ଦେଖାଯାଇ ଶୋଭା ପାଉଛି। ମାନେ ଝନ୍ନ ଆଲୁ ଏତେ ନିର୍ମଳ ଯେ ଛାଇ ବି ପୁରା ସଫା ଦିଶୁଛି। ସେୟା। ଆଉ ଏହି ଜ୍ୟୋତ୍ସ୍ନାମୟ ପରିବେଶକୁ ଆହୁରି ବଡ଼ କରି ଦେଖୁଛନ୍ତି କବି। କ୍ଷୀରୋଦ ସୋଦର ଜ୍ୟୋତ୍ସ୍ନାର୍ଣ୍ଣବେ ଭାସି ଦିଶନ୍ତି ବିଶଦ ଗିରି ବନନାସି। ଏଠି ପୁଣି କଠିନ ଶବ୍ଦ କ୍ଷୀରୋଦ ସୋଦର ଜ୍ୟୋତ୍ସ୍ନାର୍ଣ୍ଣବ। ୟାର ମାନେ ଏହାକୁ ଭାଙ୍ଗିଦେଲେ ସହଜ ହେବ। ଅରୁଣବ ମାନେ ସମୁଦ୍ର, ତେବେ ଜ୍ୟୋତ୍ସ୍ନାକୁ ଏକ ସମୁଦ୍ର ସହ ତୁଳନା କରାଯାଇଛି। କିନ୍ତୁ କି ସମୁଦ୍ର? କ୍ଷୀରୋଦ ସୋଦର, କ୍ଷୀର ସମୁଦ୍ର ଭଳି। ହଁ, ପୁରାଣରେ କ୍ଷୀର ସମୁଦ୍ର କଥା ଅଛି। ସୋଦର ମାନେ ସମାନ ବା ଭାଇ। ତେଣୁ କ୍ଷୀର ସମୁଦ୍ର ପରି ଧଳା, ଜ୍ୟୋତ୍ସ୍ନା ରୂପକ ସମୁଦ୍ରରେ ଜ୍ୟୋତ୍ସ୍ନାର୍ଣ୍ଣବେ ଭାସୁଥିବା। ଭାସୁଥିବା କ'ଣ? ଗିରି ବନନାସି ମାନେ ପାହାଡ଼, ଜଙ୍ଗଲ, ଆଉ ନାସି କ'ଣ? ନା ସେମାନେ ସ୍ଥଳଭାଗ, ଯାହା ପାଣି ଭିତରକୁ ପଶିଥାଏ। ଏସବୁ କିଛି ବିଶଦ ଭାବରେ ଦିଶୁଛି, ମାନେ ଅତି ସ୍ପଷ୍ଟ ଭାବରେ। ଓହୋ, ମାନେ ସେଇ ଜହ୍ନ ଆଲୁଅ, ରୂପକ କ୍ଷୀର ସମୁଦ୍ରରେ ପାହାଡ଼, ଜଙ୍ଗଲ ସବୁ ସଫା ସଫା ଦେଖାଯାଉଛି। ଏକଦମ। ଜ୍ୟୋତ୍ସ୍ନା ପରିପ୍ଲୁତ, ପାରଦ ଢାଳୁତ, କ୍ଷୀରୋଦ ସୋଦର ଜ୍ୟୋତ୍ସ୍ନାର ନବ, ଏଗୁଡ଼ିକ ଖାଲି ଶବ୍ଦ ନୁହେଁ, ଗୋଟେ ଗୋଟେ ଚିତ୍ର। କବି ଚିଲିକାର ରାତିକୁ ଗୋଟେ ସ୍ୱର୍ଗୀୟ ରୂପ ଦେଇଛନ୍ତି। ଶାନ୍ତ, ସ୍ନିଗ୍ଧ, ଅଲୌକିକ। ଆଉ ଏଇ ଜ୍ୟୋତ୍ସ୍ନାର ଖେଳ ଆହୁରି ପାଖରୁ ଦେଖିଛନ୍ତି କବି ନା? ଅଷ୍ଟମ ପଦରେ ହଁ, ଆହୁରି ସୂକ୍ଷ୍ମ ଭାବରେ। ସ୍ନିଗ୍ଧ ତରୁପତ୍ରେ ମସୃଣ ଉପଳେ ଝକଝକ ହୋଇ ଜ୍ୟୋତ୍ସ୍ନା ପ୍ରତିଫଳେ। ସ୍ନିଗ୍ଧ ତରୁପତ୍ର ମାନେ କୋମଳ ଗଛପତ୍ର। ହଁ, ଆଉ ମସୃଣ ଉପଳ ମାନେ ଚିକ୍କଣ ପଥର ବା ବାଲି। ତ ସେଇ କୋମଳ ପତ୍ର ଆଉ ଚିକ୍କଣ ପଥର ଉପରେ ଜହ୍ନ ଆଲୁଅ ପଡ଼ି ଝକଝକ ହୋଇ ଚମକୁଛି। ଛୋଟ ଛୋଟ ଜିନିଷ ବି ଦେଖିଛନ୍ତି। ସିଏ ତ କବିଙ୍କ ବିଶେଷତ୍ୱ। ଆଉ ଏଇ ଆଲୁଅ ଛାଇର ଖେଳକୁ ନେଇ ଆଉ ଗୋଟେ ଚମତ୍କାର ରୂପକଳ୍ପ ଦେଖନ୍ତୁ। ସର୍ପେ ଚିତ୍ର ଚନ୍ଦ୍ରଚୂଡ଼ ତନୁ ଭଳି ଛାୟା ମିଶ୍ର କରେ ଶୋଭେ ବନସ୍ଥଳୀ। ବନସ୍ଥଳୀ ମାନେ ଜଙ୍ଗଲ ଅଞ୍ଚଳ। ହଁ, ସେ ଜଙ୍ଗଲରେ କୋଉଠି ଆଲୁଅ ପଡ଼ିଛି, କୋଉଠି ଗଛର ଛାଇ, ଏଇ ଆଲୁଅ ଛାଇ ମିଶା ଦୃଶ୍ୟଟା କବିଙ୍କୁ କାହାପରି ଲାଗୁଛି? କାହାପରି? ଚନ୍ଦ୍ରଚୂଡ଼ ତନୁ ଭଳି। ଚନ୍ଦ୍ରଚୂଡ଼ା ମାନେ ମହାଦେବ ଶିବ, ଯାହାଙ୍କ ମଥାରେ ଚନ୍ଦ୍ର ଅଛି। ଏକଦମ। ଆଉ ତନୁ ମାନେ ଶରୀର। ଆଉ ସେ ଶରୀର କେମିତି? ନା ସର୍ପେ ଚିତ୍ର, ମାନେ ସାପମାନଙ୍କ ଦ୍ୱାରା ସୁଶୋଭିତ। ଓହୋ, ମାନେ ମହାଦେବଙ୍କ ଦେହରେ ଯେମିତି ସାପ ଗୁଡ଼େଇ ହୋଇଥାଏ, ସେମିତି ଏ ଜଙ୍ଗଲରେ ଆଲୁଅ ଆଉ ଛାଇର ପଟାପଟା ଦାଗ ସେଇଭଳି ଦେଖାଯାଉଛି। କି ଅଭିନବ କଳ୍ପନା!
ଏହା ସେହି ଦୃଶ୍ୟକୁ ଏକ ରହସ୍ୟମୟ ସୌନ୍ଦର୍ଯ୍ୟ ଦେଉଛି। ସତରେ ଏଇଥିପାଇଁ ତ ରାଧାନାଥଙ୍କୁ ପ୍ରକୃତି କବି କୁହାଯାଏ। ପ୍ରକୃତି ଭିତରେ ଏମିତି ନୂଆ ନୂଆ ରୂପ ସେ ଦେଖିପାରନ୍ତି। ହଁ, ଏଠି ସ୍ନିଗ୍ଧ, ମସୃଣ, ଉପଳର, ଚନ୍ଦ୍ରଚୂଡ଼, ତନୁ ଏ ଶବ୍ଦଗୁଡ଼ିକ ଦୃଶ୍ୟକୁ ଆହୁରି ସ୍ପଷ୍ଟ କରୁଛି। ଆଉ ଏଇ ରୂପକଳ୍ପ ଦ୍ୱାରା ସେ ନିର୍ଜନ ଜଙ୍ଗଲକୁ ଗୋଟେ ଗାମ୍ଭୀର୍ଯ୍ୟ ଆଉ ପବିତ୍ରତା ବି ମିଳୁଛି। ଆଉ ଏଇ ଗାମ୍ଭୀର୍ଯ୍ୟ, ପବିତ୍ରତା, ଶାନ୍ତି ଏସବୁ ନବମ ପଦରେ ଆହୁରି ବଢ଼ିଯାଇଛି ବୋଧେ, ଯୋଉଠି ପୁରା ନୀରବତାର କଥା ଅଛି। ହଁ, ଶେଷ ଆଡ଼କୁ ପରିବେଶ ଆହୁରି ଶାନ୍ତ, ଆହୁରି ଗଭୀର ହେଇଯାଉଛି। ପ୍ରଶାନ୍ତ ନୀରବେ ଗିରିବନ ଦେଶ, ନାହିଁ ଏଥି ନର ଚହଲର ଲେଶ। ଗିରିବନ ଦେଶ ମାନେ ସେଇ ପାହାଡ଼ ଜଙ୍ଗଲ ଅଞ୍ଚଳ। ହଁ, ସେ ଜାଗା ପୁରାପୁରି ଶାନ୍ତ, ପ୍ରଶାନ୍ତ ଆଉ ନୀରବ। ଏଠି ମଣିଷର ଚଳପ୍ରଚଳ ବା ଶବ୍ଦ, ନର ଚହଲର ଟିକିଏ ବି ଚିହ୍ନ, ଲେଶ ନାହିଁ। ପୁରା ନିସ୍ତବ୍ଧ। କିନ୍ତୁ ଏଇ ନିସ୍ତବ୍ଧତା ଭିତରେ ବି କିଛି ଶବ୍ଦ ଶୁଭୁଛି କି? ହଁ, କିନ୍ତୁ ସେ ଶବ୍ଦ ନୀରବତାକୁ ଭାଙ୍ଗୁନି, ବରଂ ଆହୁରି ଗଭୀର କରୁଛି। ଦେଖନ୍ତୁ, ଦୂର ଝରଣା ନାଦ, ଝିଙ୍କାରି ଝଙ୍କାର, କରେ ନିଶିଥିନି ପ୍ରଭା ପ୍ରଚାର। ଝରଣା ନାଦ ମାନେ କୋଉ ଦୂରରୁ ଝରଣାର ଶବ୍ଦ ଶୁଭୁଛି। ଆଉ ଝିଙ୍କାରି ଝଙ୍କାର, ଝିଙ୍କାରି ପୋକର ଶବ୍ଦ। ହଁ, ରାତିରେ ଝିଙ୍କାରିମାନେ ଯେଉଁ ଲଗାତାର ଶବ୍ଦ କରନ୍ତି, ଏଇ ଦୁଇଟା ଶବ୍ଦ ସତେ ଯେମିତି ଗଭୀର ରାତିର ନିଶିଥିନି ଆଗମନ ଆଉ ତାର ପ୍ରଭାବକୁ ପ୍ରଚାର କରୁଛନ୍ତି। ଆଚ୍ଛା, ଏ ଯୋଉ ଅପୂର୍ବ ନୀରବତା, ତାକୁ ଦେଖି କବିଙ୍କ ମନରେ ଗୋଟେ ପ୍ରଶ୍ନ ଆସୁଛି। ହଁ, ଗୋଟେ ବହୁତ ସୁନ୍ଦର କଳ୍ପନା। କଳି ଉପଦ୍ରବେ ତ୍ୟଜି ଲୋକାଳୟ, ଶାନ୍ତି କି ଏ ସ୍ଥଳେ ଭଜିଲେ ଆଶ୍ରୟ। ଏହାର ଅର୍ଥ କ'ଣ? କବି ଭାବୁଛନ୍ତି ସତେ ଯେମିତି ଶାନ୍ତି ନିଜେ ଗୋଟେ ବ୍ୟକ୍ତି, ଆଉ ସେ ଆଜିକାଲିର ଦୁନିଆର ଯୋଉ ଅଶାନ୍ତି, କୋଳାହଳ, ସମସ୍ୟା, କଳି ଉପଦ୍ରବ, ସେଥିରୁ ରକ୍ଷା ପାଇବା ପାଇଁ ମଣିଷ ରହୁଥିବା ଜାଗା ଲୋକାଳୟ ଛାଡ଼ି ଦେଇଛି। ହଁ, ଛାଡ଼ିଦେଇ ଏଇ ନିର୍ଜନ, ପବିତ୍ର ଚିଲିକା କୂଳକୁ ଆସି ଆଶ୍ରୟ ନେଇଛି। ଭଜିଲେ ଆଶ୍ରୟ। ଶାନ୍ତିକୁ ଏଠି ଆସି ରହିବାକୁ ପଡ଼ିଲା। ବାଃ, ଶାନ୍ତିକୁ ବ୍ୟକ୍ତି ଭାବରେ ଦେଖିବା, ଏହାକୁ ପର୍ସୋନିଫିକେସନ କହନ୍ତି ନା? ଏକଦମ ବ୍ୟକ୍ତିକରଣ। ଏହାଦ୍ୱାରା ସେ ପରିବେଶ କେତେ ଶାନ୍ତ, କେତେ ପବିତ୍ର ସେଇଟା ଅନୁଭବ ହେଉଛି। ଏଠି ଝିଙ୍କାରି, ନିଶିଥିନି, କଳି ଉପଦ୍ରବ, ଲୋକାଳୟ ଶବ୍ଦଗୁଡ଼ିକ ଦୃଶ୍ୟକୁ ବାସ୍ତବତା ଦେଉଛି। ଶେଷରେ କବି ଚିଲିକାକୁ ସିଧା ସମ୍ବୋଧନ କରୁଛନ୍ତି। ହଁ, ନିଜର ମୁଗ୍ଧତା ପ୍ରକାଶ କରୁଛନ୍ତି। ଚିଲିକା, ତୋହରି ଏହି ଶୋଭାବନ ବର୍ଣ୍ଣାତୀତ ଦୃଶ୍ୟ ସାୟନ୍ତନ। ଶୋଭାବନ ମାନେ ସୁନ୍ଦର। ହଁ, ହେ ଚିଲିକା, ତୋର ଏଇ ସୁନ୍ଦର ସନ୍ଧ୍ୟାକାଳୀନ ଦୃଶ୍ୟ ଏତେ ଭଲ ଯେ ତାକୁ ଭାଷାରେ ବର୍ଣ୍ଣନା କରି ହେବନି, ବର୍ଣ୍ଣାତୀତ। ଅତୁଳନୀୟ। ଏମିତି ଭାବରେ କବି ଆମକୁ ସନ୍ଧ୍ୟାର ଆରମ୍ଭରୁ ନେଇ ଗଭୀର ରାତିର ନୀରବତା ପର୍ଯ୍ୟନ୍ତ ଗୋଟେ ଯାତ୍ରାରେ ନେଇଗଲେ। ସତରେ, ଏମିତି ପଦ ପଦ କରି ବୁଝିଲା ପରେ କବିତାଟା ଆହୁରି ଭଲ ଲାଗୁଛି। ଆମେ ଦେଖିଲେ କେମିତି କବି ସାଧାରଣ ମିନ୍ ଜୀବୀଙ୍କର କଥା, ହଁ, ତାଙ୍କ ଜୀବନର ଛୋଟ ଛୋଟ କଥା, ତାପରେ କବି ସୂର୍ଯ୍ୟଙ୍କ ଭଳି ମହାନ ସ୍ରଷ୍ଟାଙ୍କୁ ସମ୍ମାନ, ପ୍ରକୃତିର ସେଇ ଅପୂର୍ବ ରୂପ, ବିଶେଷ କରି ଜହ୍ନ ରାତିର ଯାଦୁ, ଆଉ ଶେଷରେ ସେଇ ଗଭୀର ଶାନ୍ତିର ଅନୁଭବ, ସବୁକୁ ଗୋଟେ ସୂତାରେ କେମିତି ବାନ୍ଧି ଦେଇଛନ୍ତି। ନିଶ୍ଚୟ ଏ କବିତାରେ ପ୍ରକୃତି ବର୍ଣ୍ଣନା ସାଙ୍ଗକୁ ଦାର୍ଶନିକ ଭାବନା, ମଣିଷର ଅନୁଭବ ସବୁ ମିଶି ରହିଛି। ଆଉ କବି ଯୋଉ ଉପମା ଆଉ ରୂପକଳ୍ପ ବ୍ୟବହାର କରିଛନ୍ତି, ସେଗୁଡ଼ାକୁ ତ ଅସାଧାରଣ। ହଁ, ଯେମିତି ସେ ମଶାଲକୁ ପାପର ମୂର୍ତ୍ତି ସହ ତୁଳନା କରିବା। ହଁ, ମଶାଲ ଶିଖାକୁ ଦୁଃଖୀ ମନର ଆଶା ସହ, ସେଇ ପାରବ ଢଳା ସୃଷ୍ଟିର କଳ୍ପନା, ଜଙ୍ଗଲକୁ ଶିବଙ୍କ ଶରୀର ସହ ତୁଳନା। ଏସବୁ ରାଧାନାଥଙ୍କର ସେଇ ସୂକ୍ଷ୍ମ ଦୃଷ୍ଟି ଆଉ ଅନନ୍ୟ କଳ୍ପନା ଶକ୍ତିର ପରିଚୟ ଦିଏ। ସେ ପ୍ରକୃତିକୁ ଖାଲି ଦେଖିନାହାନ୍ତି, ପୁରା ଅନୁଭବ କରିଛନ୍ତି, ଆଉ ତାକୁ ଗୋଟିଏ ବ୍ୟକ୍ତିତ୍ୱ ବି ଦେଇଛନ୍ତି। ଏ କବିତା ବିଷୟରେ ଏତେ ସୁନ୍ଦର ଭାବରେ ବୁଝାଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏହା ନିଶ୍ଚୟ ଆମ ଶ୍ରୋତାମାନଙ୍କୁ, ବିଶେଷ କରି ନୂଆ ପଢ଼ୁଥିବା ପାଠକଙ୍କୁ କବିତାଟିକୁ ବୁଝିବାରେ ଆଉ ଉପଭୋଗ କରିବାରେ ସାହାଯ୍ୟ କରିବ। ଆଉ ଗୋଟେ କଥା ବି ଶେଷରେ ଭାବିବା ପାଇଁ ଛାଡ଼ିଯାଇପାରେ। କ'ଣ ସେ କଥା? କବି ଏଇ ଯୋଉ ଶାନ୍ତ ସୁନ୍ଦର ଦୃଶ୍ୟ ଆଙ୍କିଲେ, ଏହା ଭିତରେ କ'ଣ ଖାଲି ପ୍ରକୃତିର ସୌନ୍ଦର୍ଯ୍ୟ ଅଛି, ନା ଜୀବନର ଆଉ କିଛି ବଡ଼ କଥା ବି ଲୁଚି ରହିଛି? ଯେମିତି କବି ସୂର୍ଯ୍ୟଙ୍କ କଥା କହି ସେ ଯଶ ବା କୀର୍ତ୍ତି କେମିତି ଅମର, ସେ କଥା କହିଲେ। ମିନଜୀବୀ ବା ଦୁଃଖୀ ମନର ଆଶା କଥା କହି ମଣିଷର ସଂଘର୍ଷ ଆଉ ଭାବନା କଥା କହିଲେ। ହଁ, ଆଉ ସେ ମଶାଲ କଥା କହି ବାହାରର ଆକର୍ଷଣ ଆଉ ଭିତରର ବିପଦ କଥା। ଏକଦମ। ତେବେ ଏଇ ଯୋଉ ପୁରା ପରିବେଶ, ସେଇ ପାରଦ ଢାଳୁତ ସୃଷ୍ଟି କିମ୍ବା ଶାନ୍ତି ନିଜେ ଆସି ଚିଲିକାରେ ଆଶ୍ରୟ ନେବା,
ଏସବୁ ଆମକୁ ଆମ ଚାରିପାଖ ଦୁନିଆ ଆଉ ନିଜେ ଭିତରର ଶାନ୍ତି ବିଷୟରେ କ'ଣ ଭାବିବାକୁ ବାଧ୍ୟ କରୁନି? ନିଶ୍ଚୟ କରୁଛି। ବୋଧହୁଏ ଏ କବିତା ପଢ଼ିଲା ପରେ କାହାର ଇଚ୍ଛା ହେବ ରାଧାନାଥଙ୍କର ଆଉ କିଛି ଲେଖା ପଢ଼ିବାକୁ, କିମ୍ବା ସତରେ ଥରେ ଚିଲିକା ଯାଇ ସେ ସନ୍ଧ୍ୟା ବା ରାତିର ସୌନ୍ଦର୍ଯ୍ୟକୁ ନିଜେ ଅନୁଭବ କରିବାକୁ। ଏକଦମ। ଏହା ନିଶ୍ଚୟ ଏକ ପ୍ରେରଣା ହେବ। Thanks for watching and listening. Like, share, subscribe.